ଆ ବାହାଘର ପରେ ପରିବାର ହେଉଛି ସେଟା ତାର ସେଠି, ଏଠି ତାର ପରିବାର ନୁହେଁ। ତୁ ସବୁବେଳେ ତା କଥାରେ କାହିଁ ମୁଣ୍ଡ ଖେଳୁଛୁ? ଗୋଟେ କାମ କରୁଛି, ତୋ ବୋଉକୁ ଆଜି ତା ବାପ ଘରକୁ ପଠେଇ ଦଉଛି, ଯାଉଛି। ମା ତୁ ଏଇଠି ବସଛୁ? ମାଟା ଏବେ ଆସିକି ପହଞ୍ଚିଲୁ? ହଁ ମା ପଳେଇ ଆସିନି, କେତେ ବାଟ କି ଏଉଠୁ? ମା ଘର ଭିତରେ ଦେଇକି ଆସିନି, ଭାଉଜ ତ କାହିଁ ତା ରୁମର ନାହିଁ। ଭାଇ କୁଆଡେ ଗଲା କି? ଓ ଭାଇ ଭାଉଜକୁ ନେଇକି ତାଙ୍କ ଘରକୁ ଯାଇଛି। ମୁଁ ଆସିନି ବୋଲି ତୁ ଭାଉଜକୁ କିଛି କହିନୁ କି? ମୁଁ ଆସିନି ସେ ପଳେଇଗଲା, କିଭଳିଆ ଭାଉଜଟେ କନି? ମା ତୋ ନଣନ୍ଦ ଆଇଲା, ତୁ ଏଠି ପଳେଇ ଆସିଲୁ। ତୁ ଆସିଲୁ, ସିଏ ପଳେଇଲା ତାଙ୍କ ଘରକୁ। ମା ରେ, ତୋ ନଣନ୍ଦ ଆସିଲା ବେଳକୁ ତତେ ଯେମିତି କଷ୍ଟ ହଉଛି କାମ କରିବାକୁ, ଏମିତି ତୋ ଭାଉଜକୁ କାମ କରତେ କଷ୍ଟ ହବ ବୋଲି ସିଏ ତା ବାପ ଘରକୁ ପଳେଇଲା। ମା ରେ, ତୁ ତ ଆସିଲୁଣି, ଯା କଣ ଦିଟା ରାନ୍ଧିଦବୁ, ଆମେ ମା ଝିଅ ଖାଇବା। ଆଉ ମୁଁ ସେଠି କାମ କରିବିନି ବୋଲି ତୋ ପାଖକୁ ପଳେଇ ଆସିନି, ଆଉ ତୁ ଫୋନ କରି ଡାକିଥିଲୁ ତୋ ଘରେ କାମ କରିମି ବୋଲି। ଦେଖ ମା, ତୋ ଭାଇ ମୋର ଆଜି ଆଖି ଖୋଲି ଦେଇକି ଯାଇଛି। ମା ରେ, ବାହାଘର ପରେ ତୋ ପରିବାର ସେଟା, ଏଟା ନୁହେଁ। ଦେଖ ମା, ତୋ ପରିବାରକୁ ତୁ ଯେତେ ମଜବୁତ କରି ରଖିବୁ ତୋ ପାଇଁ ଭଲ। ତୁ ଯେତେ ତାଙ୍କୁ ନିଜର ଭାବିବୁ ସିଏ ତତେ ସେତେ ଭଲ ପାଇବେ। ଦେଖ ମା, ତୋ ଶ୍ୱଶୁର ଘର ବିଷୟରେ ମୁଁ ମୁଣ୍ଡ ଖେଳେଇବି ନାହିଁ। ତୋର ଭଲ ହବ ଏଇ ମୁହୂର୍ତ୍ତରେ ତୋ ଶ୍ୱଶୁର ଘରକୁ ମା ପଳେଇ ଯା। ହଁ ମା, ତୁ ବି ମୋ ଆଖି ଖୋଲିଦେଲୁ ଆଜି। ତୁ ଯାହା କହୁଛୁ ଠିକ କହୁଛୁ। ଏଟା ମୋ ପରିବାର ନୁହେଁ, ସେଟା ମୋ ପରିବାର। ମୁଁ ମୋ ଭୁଲ ଆଜି ବୁଝିପାରୁଛି ମା। ମୁଁ ଯାଉଛି ମା, ମୋ ପରିବାର ପାଖକୁ ମୁଁ ଫେରି ଯାଉଛି।